ଆଜି ସକାଳୁ ସକାଳୁ ଘରେ ଅତିଥିମାନଙ୍କର ଆଗମନ ଥିଲା। କାହିଁକି ନା ଗୋଟିଏ ମହା ଉତ୍ସବ ଥିଲା। ଏହି ଉତ୍ସବ ଦ୍ୱିଗୁଣିତ ଥିଲା କାରଣ ସରିତା ଦେବୀଙ୍କ ସାନ ପୁଅ ସମୀରର ବିବାହ ମୀରା ସହ ଏବଂ ତାଙ୍କ ଏକମାତ୍ର ଝିଅ ପ୍ରିୟାର ବିବାହ ବିକ୍ରମଙ୍କ ସହ ହେଉଥିଲା। ଗୋଟିଏ ମଣ୍ଡପ ତଳେ ଦୁଇଟି ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ଖୁସି ସେହି ଘରର ବଡ଼ ବୋହୂ ଶୀତଲଙ୍କ ଘା ଉପରେ ଲୁଣ ପକାଇବା ପରି କାମ କରୁଥିଲା। ଶୀତଲଙ୍କ ବିବାହର 5 ବର୍ଷ ହୋଇସାରିଥିଲା ଏବଂ ଏହି 5 ବର୍ଷ ତାଙ୍କର ପରିଚୟକୁ ଗୋଟିଏ ଶବ୍ଦରେ ସୀମିତ କରିଦେଇଥିଲା, ବନ୍ଧ୍ୟା। ଶାଶୁ ସରିତା ଦେବୀଙ୍କ ମୁହଁରୁ ଏହି ଶବ୍ଦଟି ବିଷାକ୍ତ ତୀର ପରି ବାହାରି ଆସି ସିଧାସଳଖ ତା ହୃଦୟକୁ ବାଜୁଥିଲା। ଆସୁଥିବା ଅତିଥିମାନେ ଜାଣିଶୁଣି ତାକୁ ପଚାରୁଥିଲେ, ବୋହୂ ତୁ ଆମକୁ କେବେ ଖୁସି ଖବର ଦେଉଛୁ? ବହୁତ ଦିନ ହୋଇଗଲାଣି। ଏହା ଶୁଣି ସରିତା ଦେବୀ ତୁରନ୍ତ କହୁଥିଲେ, ସହରର ସବୁଠାରୁ ମହଙ୍ଗା ଡାକ୍ତରଙ୍କୁ ଦେଖା ହେଉଛି, କିନ୍ତୁ ଫଳ ସେଇ ଗୋଟିଏ। ଏବେ ମୋର କେବଳ ମୋ ସାନ ବୋହୂଠାରୁ ଆଶା ଅଛି। ଶୀତଲ ପାଇଁ ଏସବୁ ଭାରି ଅସହ୍ୟ ଥିଲା। ସେ ଜଣେ ଶିକ୍ଷିତ ଏବଂ ବୁଦ୍ଧିମାନ ଝିଅ ଥିଲା, କିନ୍ତୁ ସମାଜ ଏବଂ ପରିବାରର ଏହି ଚାପ ଆଗରେ ସେ ଅସହାୟ ଅନୁଭବ କରୁଥିଲା। ଘରେ ବିବାହର ପ୍ରଥମ ରୀତି ପାଇଁ ପ୍ରସ୍ତୁତି ଚାଲିଥାଏ। ଗୋଟିଏ ପଟେ ପ୍ରିୟା ପାଇଁ ହଳଦିଆ ପୋଷାକ, ଫୁଲର ଅଳଙ୍କାର ଏବଂ ବନ୍ଧୁମାନଙ୍କ ଭିଡ଼ ଥିଲା ତ ଅନ୍ୟପଟେ ସାନ ବୋହୂ ମୀରାର ଘରକୁ ପଠାଇବାକୁ ଭାର ଏବଂ ହଳଦୀ ଗିନା ସଜଡ଼ା ହେଉଥିଲା। ଆରେ ସମସ୍ତେ ଏଠାରେ ଠିଆ ହୋଇଛ କ'ଣ? ଚାଲ ଚାଲ, ଗନ୍ଧଷଣର ସମୟ ହୋଇଗଲାଣି। ସରିତା ଦେବୀ ଅଗଣାରେ କଥା ହେଉଥିବା ମହିଳାମାନଙ୍କୁ କହିଲେ, କିନ୍ତୁ ତାଙ୍କ ବଡ଼ ବୋହୂ ଶୀତଲକୁ ଡାକିଲେ ନାହିଁ। ସେ ରୋଷେଇ ଘରେ ସମସ୍ତଙ୍କ ପାଇଁ ଚା ତିଆରି କରୁଥିଲା। ରୀତି ଆରମ୍ଭ ହେବା ପୂର୍ବରୁ ପ୍ରିୟା ପ୍ରସ୍ତୁତ ହୋଇ ଶୀତଲ ପାଖକୁ ଆସିଲା। ସେ ତା ଭାଉଜଙ୍କ ଯନ୍ତ୍ରଣା ବୁଝିପାରୁଥିଲା। ସେ ପଛରୁ ଆସି ଶୀତଲର ହାତ ଧରି ଡାକିଲା, ଭାଉଜ। ଶୀତଲ ତାକୁ ମିଛମିଛିକା ହସରେ ଚାହିଁ କହିଲା, ତୁମେ ତ ବହୁତ ସୁନ୍ଦର ଦେଖାଯାଉଛ। ମୋ ପ୍ରିୟ ନଣନ୍ଦକୁ କାହାର ନଜର ନ ଲାଗୁ। ତୁମ ବିନା ମୋର ଖୁସି ଅସମ୍ପୂର୍ଣ୍ଣ ଭାଉଜ। ତୁମେ ମଧ୍ୟ ବାହାରକୁ ଆସ ନା। ପ୍ରିୟା ଜିଦ୍ ଧରି କହିଲା। ଶୀତଲ ତା ସହିତ ଅଗଣା ପର୍ଯ୍ୟନ୍ତ ଆସିଲା, କିନ୍ତୁ ସେ ଜାଣିଥିଲା ଯେ ତାର ସୀମା କୋଉଠି ସୀମିତ। ସେଠାରେ ଅନ୍ୟ ମହିଳାମାନେ ଗନ୍ଧଷଣର ଗୀତ ଗାଉଥିଲେ। ସରିତା ଦେବୀ ପୁରା ବ୍ୟବସ୍ଥାର ପରିଚାଳନା କରୁଥିଲେ। ପ୍ରିୟା ପାଖରେ ଶୀତଲକୁ ଠିଆ ହୋଇଥିବା ଦେଖି ତାଙ୍କ ରାଗ ଉପରକୁ ଉଠିଗଲା। ପ୍ରିୟା, ତୁ ଏଠାରେ କ'ଣ କରୁଛୁ? ଚାଲେ, ହଳଦୀ ଲଗାଇବାର ଅଛି ତୋତେ। ସେ ତାଙ୍କ ଝିଅକୁ ଡାକି କହିଲେ ଏବଂ ତାପରେ ଶୀତଲ ଆଡ଼କୁ ମୁହଁ ବୁଲାଇ କହିଲେ, ଆଉ ତୁ ବୁଝିପାରୁନାହୁଁ ଯେ ଏହି ଗନ୍ଧଷଣ ଗୋଟିଏ ଶୁଭ ରୀତି। ଏହି ଘରର ଗୋଟିଏ ଝିଅ ଘରୁ ବିଦା ହୋଇ ଆସୁଛି ଏବଂ ଅନ୍ୟ ଗୋଟିଏ ବୋହୂ ଘରକୁ ଆସୁଛି। ମୁଁ ଚାହୁଁନାହିଁ ଯେ ଏହି ଦୁଇ ଜଣଙ୍କ ସୌଭାଗ୍ୟ ଉପରେ ଜଣେ ବନ୍ଧ୍ୟା ମହିଳାର ଅଶୁଭ ଛାଇ ପଡ଼ୁ। ରୋଷେଇ ଘରକୁ ଯା ଏବଂ ଦେଖ ଯେ ଅତିଥିମାନଙ୍କ ପାଇଁ କିଛି କମ୍ ନ ପଡ଼ୁ। ଏହି କଥାଗୁଡ଼ିକ ଶୀତଲ ଉପରେ ଚାବକ ପରି ପ୍ରହାର କରୁଥିଲା। ପାଖରେ ଠିଆ ହୋଇଥିବା କିଛି ମହିଳା ତାକୁ ସହାନୁଭୂତିର ସହିତ ଦେଖିଲେ। ପ୍ରିୟା ତା ମାଙ୍କୁ ଅଟକାଇବାକୁ ଚେଷ୍ଟା କଲା। ମା, ତୁମେ କ'ଣ କହୁଛ? ଚୁପ୍ ରହ, ତତେ ଏସବୁ ବିଷୟରେ କିଛି ଜଣା ନାହିଁ। ସରିତା ଦେବୀ ତାକୁ ତାଗିଦ କଲେ। ଶୀତଲର ଗୋଡ଼ ସେଠାରେ ହିଁ ରହିଗଲା। ଅପମାନର ତାତିରେ ତା ମୁହଁ ଜଳୁଥିଲା। ତାର ଆଖିରେ ଲୁହ ଥିଲା ଓ ସେ ଚୁପଚାପ ରୋଷେଇ ଘରକୁ ଫେରିଗଲା, ଯାହା ଏବେ ତା ପାଇଁ ଏହି ଘରେ એકમાત્ર ନିରାପଦ ସ୍ଥାନ ଥିଲା। ପ୍ରିୟା ଯିବା ସମୟରେ କାନ୍ଦି କାନ୍ଦି ଶୀତଲକୁ କୁଣ୍ଢେଇ ପକାଇ କହିଲା, ଭାଉଜ ନିଜର ଯତ୍ନ ନେବ। ସେ ଶୀତଲ କାନରେ ଫୁସ୍ଫୁସ୍ କରି କହିଲା, ମାଙ୍କ କଥାକୁ ମନକୁ ନେବ ନାହିଁ। ଶୀତଲ କିଛି କହିପାରିଲା ନାହିଁ। ପ୍ରିୟା ଏକମାତ୍ର ସାଥୀ ଯିଏ ତାର ଅବ୍ୟକ୍ତ ଯନ୍ତ୍ରଣା ବୁଝୁଥିଲା। ସେ ଜାଣିଥିଲା ଶୀତଲର ହସ ପଛରେ କେତେ ଲୁହ ଲୁଚି ରହିଛି। ସେହି ଦିନ ପରେ ଘରର ପରିବେଶ ପୁରା ବଦଳିଗଲା। ମୀରା, ନୂଆ ବୋହୂ ତାର ଚୁଲବୁଲିଆ ସ୍ୱଭାବ ପାଇଁ ସମସ୍ତଙ୍କ ପ୍ରିୟ ହୋଇଗଲା। ସରିତା ଦେବୀ ତା ସହିତ ବହୁତ ସମ୍ମାନର ସହିତ ବ୍ୟବହାର କରୁଥିଲେ। ସେ ସମସ୍ତଙ୍କୁ କହୁଥିଲେ ଯେ ମୋ ମୀରା ହେଉଛି ସ୍ୱୟଂ ଲକ୍ଷ୍ମୀଙ୍କ ଅବତାର। ଦେଖିବ, ସେ ଏହି ଘରକୁ ଖୁସିରେ ଭରିଦେବ। ଶୀତଲର ସ୍ୱାମୀ ରୋହନ ଶୀତଲକୁ ବହୁତ ଭଲ ପାଉଥିଲେ। ରାତିର ନୀରବତାରେ ସେ ଶୀତଲକୁ ବୁଝାଉଥିଲେ, ତାକୁ ସାନ୍ତ୍ୱନା ଦେଉଥିଲେ, କିନ୍ତୁ ଦିନର ଆଲୋକରେ ତାଙ୍କ ମାଙ୍କ ସମ୍ମୁଖରେ ତାଙ୍କ ସ୍ୱର ଦବି ଯାଉଥିଲା। ଏବେ ସରିତା ଦେବୀ ତାଙ୍କର ନୀରବତା ଭାଙ୍ଗି ଗୋଟିଏ ବଡ଼ ଘୋଷଣା କରିଲେ। ଏପରି ଏକ ଘୋଷଣା ଯାହା ଶୀତଲଙ୍କ ଜୀବନରେ ଝଡ଼ ଆଣିବାକୁ ଯାଉଥିଲା। ସେ ରୋହନକୁ ସ୍ପଷ୍ଟ ଭାବରେ କହିଥିଲେ ଯେ ମୁଁ ଗୋଟିଏ ବର୍ଷ ସମୟ ଚାହୁଁଛି। ଯଦି ଶୀତଲ ଏହି ଗୋଟିଏ ବର୍ଷ ମଧ୍ୟରେ ଏହି ପରିବାରକୁ ଉତ୍ତରାଧିକାରୀ ନ ଦିଏ, ତେବେ ମୁଁ ତୋର ପୁଣି ବିବାହ କରାଇବି। ମୁଁ ଏହି ଘରେ ଗୋଟିଏ ଉତ୍ତରାଧିକାରୀ ଚାହୁଁଛି, ଏହି ବନ୍ଧ୍ୟା ସ୍ତ୍ରୀର ସଙ୍ଗତ ନୁହେଁ। ଶୀତଲ ଏହା ଶୁଣିଲା ପରେ ତାକୁ ଲାଗିଲା ଯେପରି ତାର ପାଦ ତଳୁ ମାଟି ଖସି ଯାଇଛି। ସରିତା ଦେବୀଙ୍କ ଘୋଷଣା ପରେ ଘରର ପରିବେଶ ଏକ ଅଦୃଶ୍ୟ ବୋଝରେ ଭାରାକ୍ରାନ୍ତ ହୋଇଗଲା। ଶୀତଲ ଏବେ ଜଣେ କଏଦୀ ପରି ଅନୁଭବ କରୁଥିଲା, ଯାହାକୁ ଗୋଟିଏ ବର୍ଷ ପାଇଁ ଦଣ୍ଡ ଦିଆଯାଇଥିଲା ଏବଂ ପ୍ରତ୍ୟେକ ଦିନ ତାକୁ ତାର ଶେଷ ଆଡ଼କୁ ନେଇଯାଉଥିଲା। ରୋହନର ଅସହାୟତା
ତା ଆଖିରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ସେ ତା ମାଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯିବା ପାଇଁ ସାହସ କରିପାରୁନଥିଲା। ସମୟ ବାଲି ପରି ହାତରୁ ଖସି ଯାଉଥିଲା। ଶୀତଲର ଜୀବନ ପ୍ରାର୍ଥନା ଏବଂ ଔଷଧରେ ସୀମିତ ଥିଲା। ପ୍ରତି ମାସରେ ଗୋଟିଏ ନୂତନ ଆଶା ସୃଷ୍ଟି ହେଉଥିଲା ଏବଂ ମାସ ଶେଷରେ ଭାଙ୍ଗି ଯାଉଥିଲା। ଏହି ସମୟରେ ମୀରା ଘରକୁ ତାର ହସ ଏବଂ ସ୍ନେହରେ ପରିପୂର୍ଣ୍ଣ କରିଦେଇଥିଲା। ସେ ଶୀତଲକୁ ବହୁତ ସମ୍ମାନ କରୁଥିଲା। କିନ୍ତୁ ସରିତା ଦେବୀ ସେମାନଙ୍କ ମଧ୍ୟରେ ଏକ ଅଦୃଶ୍ୟ କାନ୍ଥ ନିର୍ମାଣ କରିଥିଲେ। ଏହି ଉତ୍ତେଜନାପୂର୍ଣ୍ଣ ପରିବେଶରେ ବସନ୍ତର ପ୍ରଥମ ପବନ ପରି ଗୋଟିଏ ଖବର ଆସିଲା। ମୀରା ଗର୍ଭବତୀ। କେତେ ବର୍ଷ ପରେ ପ୍ରକୃତ ଖୁସି ଘରର କବାଟ ଖଟ୍ ଖଟ୍ କଲା ପରି ମନେ ହେଉଥିଲା। ସରିତା ଦେବୀଙ୍କ ଖୁସିର ସୀମା ନଥିଲା। ସେ ସାହି ପଡ଼ିଶାରେ ମିଠା ବାଣ୍ଟୁଥିଲେ ଏବଂ ମୀରାକୁ ନିଜ ମୁଣ୍ଡ ଉପରେ ବସାଇ ରଖିଥିଲେ। ସେ ଫୁଲ ପରି ତାର ଯତ୍ନ ନେଉଥିଲେ। ତାର ଖାଦ୍ୟଠାରୁ ଆରମ୍ଭ କରି ତାର ଆରାମ କରିବା ପର୍ଯ୍ୟନ୍ତ ସବୁ କିଛିର ଯତ୍ନ ନେଉଥିଲେ। ଶୀତଲ ମଧ୍ୟ ଏହି ଖବରରେ ବହୁତ ଖୁସି ଥିଲା। ସେ ଭାବିଥିଲା ଯେ ହୁଏତ ଆଗାମୀ ସନ୍ତାନର ହସ ଘରର ପରିବେଶକୁ ବଦଳାଇ ଦେବ। ହୁଏତ ସରିତା ଦେବୀଙ୍କ ଧ୍ୟାନ ତାଙ୍କ ଉପରୁ ହଟିଯିବ। କିନ୍ତୁ ତାହା ଭୁଲ ଥିଲା। ମୀରାର ଗର୍ଭଧାରଣ ତାର ନିଜର ଦୋଷ ଦୁର୍ବଳତାକୁ ଆହୁରି ଅଧିକ ପ୍ରକାଶ କରୁଥିଲା। ସରିତା ଦେବୀଙ୍କ ଆଚରଣ ପୂର୍ବ ଅପେକ୍ଷା ଆହୁରି ନିଷ୍ଠୁର ଏବଂ ଅତ୍ୟାଚାରୀ ହୋଇଯାଇଥିଲା। ସେ ଏବେ ଶୀତଲକୁ ମୀରାର ଛାଇଠାରୁ ମଧ୍ୟ ଦୂରେଇ ରଖୁଥିଲେ। ମୋ ବୋହୂଠାରୁ ଦୂରେଇ ରହ, ସେ ପ୍ରାୟ ଧମକ ଦେଇ କହୁଥିଲେ। ତୋର ଖରାପ ନଜର ମୋର ନାତି ଉପରେ ପଡ଼ିବ। ଶାଶୁଙ୍କ ଏହି କଥାଗୁଡ଼ିକ ଶୀତଲର ଆତ୍ମାକୁ ବହୁତ ବାଧୁଥିଲା। ଶୀତଲ ପଥର ମୂର୍ତ୍ତି ପରି ସବୁ କିଛି ସହ୍ୟ କରିଚାଲିଲା। ରୋହନ ତାଙ୍କ ମାଙ୍କୁ ବୁଝେଇବାକୁ ବହୁତ ଚେଷ୍ଟା କଲେ, କିନ୍ତୁ ମା କହିଲେ, ତୁ ଚୁପ୍ ରୁହ। ସରିତା ଦେବୀ ଚିତ୍କାର କରି କହିଲେ, ତୁ ସ୍ତ୍ରୀ ଲୋକଙ୍କ କଥା ବିଷୟରେ କ'ଣ ଜାଣିଛୁ? ମୁଁ ମୋ ଉତ୍ତରାଧିକାରୀ ସହିତ କୌଣସି ଅଘଟଣ ହେବାକୁ ଦେଇପାରିବି ନାହିଁ। ସେ ଏହି ଘରେ ରହିବ, ନହେଲେ ମୁଁ। ତାପରେ ଗୋଟିଏ ଦିନ ସେ ତାଙ୍କର ଶେଷ ବାଜି ଖେଳିଲେ। ସେଦିନ ଶୀତଲ ମନ୍ଦିରରୁ ଫେରି ସବୁଦିନ ପରି ସମସ୍ତଙ୍କୁ ପ୍ରସାଦ ଦେବାକୁ ଲାଗିଲା। ସେ ମୀରା ପାଖରେ ପହଞ୍ଚିବା ମାତ୍ରେ ସରିତା ଦେବୀ ଚିତ୍କାର କଲେ, ତୋର ନାଟକ ଏତିକି ଥାଉ। ଯେବେଠାରୁ ମୋ ବୋହୂ ଗର୍ଭବତୀ ହୋଇଛି ସେବେଠାରୁ ତୋର ଈର୍ଷା ଆହୁରି ବଢ଼ିଯାଇଛି। ମୁଁ ଏବେ ଏହି ଘରେ ତତେ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ସହ୍ୟ କରିବି ନାହିଁ। ଏବେ ମୋ ଘରୁ ବାହାରି ଯାଅ। ଶୀତଲର ପାଦ ତଳୁ ମାଟି ଖସିଗଲା ଓ ସେ କହିଲା, ତୁମେ ଏ କ'ଣ କହୁଛ ମା? ମୁଁ କ'ଣ କରିଛି? ତୁ କ'ଣ କରିଛୁ? ସରିତା ଦେବୀ ଭୟଙ୍କର ଭାବରେ ହସିଲେ। ତୁ କିଛି କରିନାହୁଁ, କାରଣ ତୁ କିଛି କରିବାକୁ ସକ୍ଷମ ନୁହଁ। ତୁ ବନ୍ଧ୍ୟା, ତୁ ଭାଗ୍ୟହୀନ। ମୁଁ ମୋ ନାତି ଆସିବା ପୂର୍ବରୁ ତୋ ପରି ଗୋଟିଏ ଅଶୁଭ ସ୍ତ୍ରୀକୁ ଏହି ଘରୁ ବାହାର କରିଦେବାକୁ ଚାହେଁ। ତାପରେ ସେ ଶୀତଲର ହାତ ଧରି ତାକୁ ଘର ବାହାରକୁ ଟାଣି ଟାଣି ନେବାକୁ ଲାଗିଲେ। ରୋହନ ଦୌଡ଼ି ଆସି କହିଲା, ମା, ଶୀତଲକୁ ଛାଡ଼ିଦିଅ। ଏହା ଆମର ଘର। ସେ ଏଠୁ କୁଆଡ଼େ ଯିବ ନାହିଁ। ମୁଁ ମୋ ବୋହୂ ଏବଂ ମୋର ହେବାକୁ ଥିବା ନାତି ପାଖରେ କୌଣସି ଅସୁବିଧା ଚାହେଁ ନାହିଁ। ମା, ରୋହନର କଣ୍ଠରେ ଯନ୍ତ୍ରଣା ଥିଲା। ତୁମେ କ'ଣ କହୁଛ? ଶୀତଲ ତୁମର କ'ଣ କ୍ଷତି କରିଛି? ସେ ଏହି ଘରର ବୋହୂ। ବୋହୂ? ସରିତା ଦେବୀ ବ୍ୟଙ୍ଗାତ୍ମକ ଭାବରେ ହସି କହିଲେ, ବୋହୂ ହେଉଛି ସିଏ ଯିଏ ଘରକୁ ଆଗକୁ ବଢ଼ାଏ, ପରିବାରକୁ ଉତ୍ତରାଧିକାରୀ ଦିଏ। ଯେଉଁ ସ୍ତ୍ରୀ ଲୋକ ସନ୍ତାନ ଜନ୍ମ ଦେଇପାରିବ ନାହିଁ, ବୋହୂ ବୋଲି କହିବାକୁ ସେ ଯୋଗ୍ୟା ନୁହେଁ। ସେ କେବଳ ଗୋଟିଏ ବୋଝ, ଗୋଟିଏ କଳଙ୍କ। ମୁଁ ଶୀତଲକୁ କୁଆଡ଼େ ଯିବାକୁ ଦେବି ନାହିଁ ଏବଂ ଯଦି ସେ ଘରୁ ବାହାରିଯିବ ତେବେ ମୁଁ ମଧ୍ୟ ତା ସହିତ ଚାଲିଯିବି। ରୋହନ ସାହସର ସହିତ କହିଲା। ନିଜ ପୁଅର ଏହି ଅପ୍ରତ୍ୟାଶିତ ବିଦ୍ରୋହ ଦେଖି ତାଙ୍କ ମୁହଁରେ ଆଶ୍ଚର୍ଯ୍ୟ ଖେଳିଗଲା, ଯାହା ତୁରନ୍ତ ଗୋଟିଏ ଶୀତଳ କଠିନ ସର୍ତ୍ତରେ ପରିଣତ ହେଲା। ସେ ଆଶା କରିନଥିଲେ ଯେ ତାଙ୍କ ଆଜ୍ଞାକାରୀ ପୁଅ କେବେ ତାଙ୍କ ସମ୍ମୁଖରେ ଏପରି ଆସି ଠିଆ ହେବ। ତେଣୁ ସେ କହିଲେ, ଠିକ୍ ଅଛି, ଯଦି ତୁ ତୋ ସ୍ତ୍ରୀ ସହିତ ଯିବାକୁ ଚାହୁଁଛୁ ତେବେ ଯା, କିନ୍ତୁ ଏହି ଘର ଛାଡ଼ିବା ପୂର୍ବରୁ ତତେ ମୋର ମୃତ ଶରୀର ଡେଇଁ ଯିବାକୁ ପଡ଼ିବ। ମୁଁ ଏହି ଅଗଣାରେ ଆତ୍ମହତ୍ୟା କରିବି। ଏବେ ନିଷ୍ପତ୍ତି ତୋ ହାତରେ। ତତେ ତୋର ବନ୍ଧ୍ୟା ସ୍ତ୍ରୀ ଦରକାର ନା ତୋ ମା? ଏଗୁଡ଼ିକ ସାଧାରଣ ଶବ୍ଦ ନଥିଲା। ଏହା ଏକ ଚକ୍ରବ୍ୟୁହ ଥିଲା, ଯେଉଁଥିରେ ଗୋଟିଏ ପଟେ ସ୍ତ୍ରୀର ପ୍ରେମ ଏବଂ ସମ୍ମାନ ଥିଲା ତ ଅନ୍ୟପଟେ ମାର ମମତାର ଜୀବନ ଏବଂ ଋଣ ଥିଲା। ସେ ସେଠାରେ ନୀରବ ହୋଇଗଲେ। ରୋହନର ଏହି ନୀରବତା ହିଁ ଶୀତଲ ପାଇଁ ଶେଷ ଉତ୍ତର ଥିଲା। ତା ଆଖିରୁ ଲୁହ ବୋହିବାକୁ ଲାଗିଲା। ସେ ତା ସ୍ୱାମୀଙ୍କୁ ଚାହିଁଲା ଓ ସେହି ଘରକୁ ଚାରିପଟରୁ ଦେଖିଲା ଏବଂ ତାପରେ ମୁଣ୍ଡ ନୁଆଁଇ ବାହାରକୁ ଚାଲିଗଲା। ଯେତେବେଳେ ଶୀତଲ ତା ବାପା ମାଙ୍କ ଘରେ ପହଞ୍ଚିଲା, ତାର ଅସଜଡ଼ା କେଶ ଓ ତା ମୁହଁରେ ଥିବା ଅବ୍ୟକ୍ତ ଦୁଃଖ ଦେଖି ତା ବାପା ମାଙ୍କ ପାଦ ତଳୁ ମାଟି ଖସିଗଲା। ସେମାନଙ୍କର ଝିଅ, ଯାହାକୁ ସେମାନେ ବହୁତ ଯତ୍ନରେ ପାଳିପୋଷି ବଡ଼ କରିଥିଲେ, ଆଜି ତାଙ୍କ ଏରୁଣ୍ଡି ବନ୍ଧ ପାଖରେ ଏହି ଅବସ୍ଥାରେ ଠିଆ ହୋଇଥିଲା। ସେମାନେ ଝିଅକୁ ଭିତରକୁ ଆଣିଲେ ଓ ସବୁ କିଛି ପଚାରିଲେ। ଶୀତଲ କାନ୍ଦିବାକୁ ଲାଗିଲା ଏବଂ ସେମାନଙ୍କୁ ତାର ପୂରା କାହାଣୀ କହିଲା। କିନ୍ତୁ ଏ ସବୁ ଶୁଣି ସେମାନଙ୍କ ମନ ମାନିଲା ନାହିଁ। ସେମାନେ ନିଷ୍ପତ୍ତି ନେଲେ ଯେ
ଥରେ ସରିତା ଦେବୀଙ୍କ ସହିତ ଯାଇ କଥା ହେବେ, ତାଙ୍କୁ ଅନୁରୋଧ କରିବେ। ସେ ନିଶ୍ଚିତ ଭାବରେ ରାଜି ହେବେ। ପରଦିନ ଦୁହେଁ ସରିତା ଦେବୀଙ୍କ ଘରର ଦୁଆର ମୁହଁରେ ଠିଆ ହୋଇ ହାତ ଯୋଡ଼ି କହିଲେ, ଭଉଣୀ, ଆମ ଝିଅକୁ ଏପରି ପ୍ରତ୍ୟାଖ୍ୟାନ କର ନାହିଁ। ଶୀତଲର ବାପା ଅସହାୟ ସ୍ୱରରେ କହିଲେ, ସେ ବହୁତ ଭଲ ଝିଅ। ତାର ଚିକିତ୍ସା ଚାଲିଛି। ଭଗବାନଙ୍କ ଇଚ୍ଛା ହେଲେ ସେ ଖୁବ୍ ଶୀଘ୍ର ସନ୍ତାନଟିଏ ପାଇବ। ଦୟାକରି ତାକୁ ଆଉ ଗୋଟିଏ ସୁଯୋଗ ଦିଅ। ଶୀତଲର ମା କାନ୍ଦି କାନ୍ଦି କହିଲେ, ସେ ତୁମ ସମସ୍ତଙ୍କୁ ବହୁତ ଭଲ ପାଏ ଭଉଣୀ। ତା ପ୍ରତି ଏପରି ଅନ୍ୟାୟ କର ନାହିଁ। ସରିତା ଦେବୀ ତାଙ୍କ ସୋଫାରେ ବସି ସେମାନଙ୍କୁ ଚାହିଁ ରହିଲେ। ତାଙ୍କ ମୁହଁରେ ଦୟା ନଥିଲା, କେବଳ ଅହଙ୍କାର ଏବଂ ଘୃଣା ଥିଲା। ସେ ତାଙ୍କ ସ୍ଥାନରୁ ଉଠି ପଡ଼ିଲେ ଏବଂ ତାପରେ ତାଙ୍କ ସ୍ୱର ଘଡ଼ଘଡ଼ି ପରି ସେହି କୋଠରୀରେ ପ୍ରତିଧ୍ୱନିତ ହେଲା। ମୋତେ ଏପରି ବୋହୂ ଦରକାର ନାହିଁ, ଯିଏ ଆମକୁ ପରିବାରର ଉତ୍ତରାଧିକାରୀ ଦେଇପାରିବ ନାହିଁ। ତୁମର ଝିଅ ଏହି ଘର ଏବଂ ମୋ ପରିବାର ପାଇଁ ଗୋଟିଏ କଳଙ୍କ। ଏବେ ଏଠାରୁ ଚାଲିଯାଅ। ପୁଣି ଏହି ଘର ଆଡ଼କୁ ଦେଖିବାକୁ ମଧ୍ୟ ସାହସ କରିବ ନାହିଁ। ସରିତା ଦେବୀଙ୍କ ମୁହଁରୁ ବାହାରିଥିବା ଏହି ଶବ୍ଦଗୁଡ଼ିକ ସେହି ବୃଦ୍ଧ ବାପା ମାଙ୍କ ହୃଦୟକୁ ହାତୁଡ଼ି ପରି ଆଘାତ କଲା। ସେମାନେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଲେ। ସେମାନଙ୍କ ସ୍ୱାଭିମାନ କ୍ଷୁର୍ଣ୍ଣ ହୋଇଗଲା। ସେମାନେ ଆଉ କିଛି ନ କହି କାନ୍ଧ ନୁଆଇଁ ଓ ଭାରି ପାଦରେ ସେଠାରୁ ଫେରି ଆସିଲେ। ସେମାନେ ବୁଝିପାରିଥିଲେ ଯେ ପଥର ଆଗରେ ମୁଣ୍ଡ ପିଟିବାରେ କୌଣସି ଲାଭ ନାହିଁ। ଯେତେବେଳେ ପ୍ରିୟା ଏହି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିଲେ, ବିଶେଷ କରି ତାଙ୍କ ମା ଶୀତଲର ପିତାମାତାଙ୍କୁ କିପରି ଅପମାନ କରିଥିଲେ, ସେ ବହୁତ ରାଗିଗଲେ। ସେ ବୁଝିପାରିଲା ଯେ ଏବେ ସିଧା କଥା ହେବାର କୌଣସି ଲାଭ ନାହିଁ, କାରଣ ତାର ମା କ୍ଷମତା ଏବଂ ଅହଙ୍କାରର ନିଶାରେ ଏତେ ଅନ୍ଧ ହୋଇଯାଇଥିଲେ ଯେ ସେ କାହାର ଯନ୍ତ୍ରଣା ଦେଖିପାରୁନଥିଲେ। ସେ ତାଙ୍କ ସ୍ୱାମୀ ବିକ୍ରମଙ୍କୁ ସବୁ କିଛି କହିଥିଲା। ବିକ୍ରମ ଜଣେ ବୁଦ୍ଧିମାନ ଏବଂ ଶାନ୍ତ ବ୍ୟକ୍ତି ଥିଲେ। ସେ ପ୍ରିୟାକୁ ଶାନ୍ତ କରି କହିଲେ, ପ୍ରିୟା, କାନ୍ଦିବା ଦ୍ୱାରା କିଛି ହେବ ନାହିଁ। ଆମକୁ ଏପରି କିଛି କରିବାକୁ ପଡ଼ିବ ଯଦ୍ୱାରା ସେ ତାଙ୍କର ଭୁଲ ବୁଝିପାରିବେ। ତାଙ୍କୁ ସେହି ଯନ୍ତ୍ରଣା ଅନୁଭବ କରାଇବାକୁ ପଡ଼ିବ ଯାହା ସେ ଶୀତଲ ଭାଉଜଙ୍କୁ ଦେଇଛନ୍ତି। କିନ୍ତୁ ବିକ୍ରମ କିପରି? ପ୍ରିୟା ପଚାରିଲେ। ତାଙ୍କୁ କିଛି ଫରକ ପଡ଼ିବ ନାହିଁ। ଫରକ ପଡ଼ିବ ପ୍ରିୟା। ବିକ୍ରମ ଗୋଟିଏ ଦୀର୍ଘ ନିଶ୍ୱାସ ନେଇ କହିଲେ, ଯେତେବେଳେ ଯନ୍ତ୍ରଣା ଆମର ନିଜର ହୁଏ, ସେତେବେଳେ ଏହା ଫରକ ପଡ଼ିଥାଏ। ଏହି କାମରେ ଆମକୁ ମାଙ୍କ ସାହାଯ୍ୟ ନେବାକୁ ପଡ଼ିବ। ଦୁହେଁ ମିଶି ଗୋଟିଏ ଯୋଜନା କଲେ। ଏହି ଯୋଜନାଟି ନିଷ୍ଠୁର ଥିଲା, କିନ୍ତୁ ହୁଏତ ଏହା ଏକମାତ୍ର ଉପାୟ ଥିଲା। 2 ଦିନ ପରେ ପ୍ରିୟା ତା ଶ୍ୱଶୁର ଘରୁ କାନ୍ଦି କାନ୍ଦି ତା ମାଙ୍କ ଘରେ ପହଞ୍ଚିଲା। ତାର କେଶ ଅସଜଡ଼ା ଥିଲା ଓ ତା ଆଖି ଫୁଲି ଯାଇଥିଲା। ତାକୁ ଏହି ଅବସ୍ଥାରେ ଦେଖି ସରିତା ଦେବୀଙ୍କ ହୃଦୟ ଥରି ଉଠିଲା। ପ୍ରିୟା, ମୋ ଝିଅ କ'ଣ ହେଲା? ବିକ୍ରମ କିଛି କହିଲେ କି? ସେ ଭୟରେ ପଚାରିଲେ। ସେ ନୁହେଁ ମା, ତାଙ୍କ ମା କହିଲେ। ପ୍ରିୟା କାନ୍ଦି କାନ୍ଦି ଉତ୍ତର ଦେଲା, ସେ ମୋତେ ଘରୁ ବାହାର କରିଦେଲେ। ସରିତା ଦେବୀଙ୍କ ପାଦ ତଳୁ ମାଟି ଖସିଗଲା। କିନ୍ତୁ କାହିଁକି? ମୋ ଝିଅ ପାଖରେ କ'ଣ ଅଭାବ ଅଛି? ସେହି ଅଭାବ, ଯେଉଁ ଅଭାବ ତୁମେ ଭାଉଜଙ୍କ ପାଖରେ ଦେଖୁଛ ମା। ପ୍ରିୟା ତାଙ୍କ ମାଙ୍କ ଆଖିକୁ ଚାହିଁ କହିଲେ। ମୋ ଶାଶୁ କହିଲେ, ତୁ ଆଉ ତୋର ଭାଇ ଗୋଟିଏ ଦିନରେ ବିବାହ କରିଥିଲ। ତାଙ୍କ ସ୍ତ୍ରୀ ମୀରା ମା ହେବାକୁ ଯାଉଛି, ଅଥଚ ତୁ ନୁହଁ। ତୁ ଜଣେ ବନ୍ଧ୍ୟା। ତୋ ପରି ଅଶୁଭ ସ୍ତ୍ରୀ ପାଇଁ ମୋ ଘରେ କୌଣସି ସ୍ଥାନ ନାହିଁ। ଯେ ପର୍ଯ୍ୟନ୍ତ ତୁ ଏହି ଘରେ ରହିବୁ, ମୋ ପୁଅର ବଂଶ ଆଗକୁ ବଢ଼ିପାରିବ ନାହିଁ। ଏହା କହି ସେମାନେ ମୋତେ ବାହାର କରିଦେଲେ ମା। ଏହା ଶୁଣି ସରିତା ଦେବୀଙ୍କୁ ଲାଗିଲା ଯେପରି କେହି ତାଙ୍କ ଛାତିରେ ଛୁରୀ ମାରିଦେଇଛି। ସେହି ଶବ୍ଦ, ସେହି ପରିହାସ, ସେହି ଯନ୍ତ୍ରଣା ଯାହା ସେ ଶୀତଲକୁ ଦେଉଥିଲେ, ଆଜି କେହି ତାଙ୍କ ନିଜ ଝିଅକୁ ସେହି ଶବ୍ଦ କହିଥିଲେ। ବନ୍ଧ୍ୟା, ଅଶୁଭ, ଏହି ଶବ୍ଦଗୁଡ଼ିକ କାଚ ଖଣ୍ଡ ପରି ତାଙ୍କ ହୃଦୟକୁ ବିଦ୍ଧ କରୁଥିଲା। ସରିତା ଦେବୀଙ୍କ ମୁହଁ କ୍ରୋଧରେ ଲାଲ ହୋଇଗଲା। କମଳା ମୋ ଝିଅକୁ ବନ୍ଧ୍ୟା ବୋଲି କହିବାର ସାହସ କେମିତି କଲା? ମୁଁ ଏବେ ଯିବି। ମୁଁ ତୁମ ଶାଶୁଙ୍କ ସହ କଥା ହେବି। ମୋ ଝିଅ ସହିତ ଏପରି କରିବାର ସାହସ କିପରି ହେଲା? ସେ ରାଗରେ ଉଠି ରୋହନକୁ ଗାଡ଼ି ବାହାର କରିବାକୁ ନିର୍ଦ୍ଦେଶ ଦେଲେ। ପ୍ରିୟା ମଧ୍ୟ ସେମାନଙ୍କ ସହିତ ଥିଲା। ଯେତେବେଳେ ସେମାନେ ବିକ୍ରମଙ୍କ ଘରେ ପହଞ୍ଚିଲେ, କମଳା ଦେବୀ ଡ୍ରଇଂ ରୁମ୍ରେ ସେମାନଙ୍କ ପାଇଁ ଅପେକ୍ଷା କରିଥିଲେ। ତାଙ୍କ ମୁହଁରେ କୌଣସି ଭୟ ନଥିଲା, ବରଂ ଏକ ଶାନ୍ତ ଏବଂ କଠୋର ଭାବ ଥିଲା। ଆସ ସମୁନ୍ଧୁଣୀ, ସେ ଶାନ୍ତ ହୋଇ କହିଲେ। ମୁଁ କେବଳ ଆପଣଙ୍କ ପାଇଁ ଅପେକ୍ଷା କରିଥିଲି। ସମୁନ୍ଧୁଣୀ, ଏ କି ଅବାନ୍ତର କଥା? ସରିତା ଦେବୀ ଯିବା ମାତ୍ରେ ଗର୍ଜନ କରିବାକୁ ଲାଗିଲେ। ତୁମେ ମୋ ଝିଅକୁ ଘରୁ ବାହାର କରିବାକୁ କିପରି ସାହସ କଲ? ତୁମେ କ'ଣ ଜାଣ ନାହିଁ ସେ କାହାର ଝିଅ? କମଳା ଦେବୀ ତାଙ୍କ ସ୍ଥାନରୁ ଉଠି ଧୀରେ ଧୀରେ ତାଙ୍କ ସାମ୍ନାରେ ଠିଆ ହେଲେ। ଜୋରରେ ହସିଲେ। ଏମିତି ହସ ଯେଉଁଥିରେ ଅପମାନ ଏବଂ ବ୍ୟଙ୍ଗ ଥିଲା। ମୁଁ ଜାଣିଛି, ମୁଁ ବହୁତ ଭଲ ଭାବରେ ଜାଣିଛି। କିନ୍ତୁ ଝିଅ କାହାର ହେଉଛି ହେଉ, ଯଦି ସେ ଆମ ପରିବାରକୁ ଉତ୍ତରାଧିକାରୀ ଦେଇପାରିବ ନାହିଁ, ତେବେ ସେ ଆମ ପାଇଁ ଏକ ବୋଝ ବ୍ୟତୀତ ଆଉ କିଛି ନୁହେଁ। ମୋ ଝିଅକୁ ଏପରି କହିବାର ସାହସ କିପରି? ସରିତା ଦେବୀଙ୍କ କଥା ଅସମ୍ପୂର୍ଣ୍ଣ ରହିଗଲା।
କାରଣ କମଳା ଦେବୀଙ୍କ ସ୍ୱର ଏବେ ଆହୁରି ଉଚ୍ଚ ଏବଂ କଠୋର ହୋଇଯାଇଥିଲା। ସେ ସରିତା ଦେବୀଙ୍କ କଥା ମଝିରେ ବାଧା ଦେଇ ସେହି ଗର୍ଜନ, ସେହି ଅହଙ୍କାରରେ କହିଲେ, ଯେମିତି ସରିତା ଦେବୀ ନିଜେ ଶୀତଲର ବାପା ମାଙ୍କୁ ଅପମାନିତ କରିଥିଲେ। ତୁମର ଏହି ବନ୍ଧ୍ୟା ଝିଅକୁ ତୁମ ସହିତ ଏଠାରୁ ନେଇଯାଅ। ସରିତା ଦେବୀଙ୍କ ଆଡ଼କୁ ଆଙ୍ଗୁଳି ଦେଖାଇ ସେ କହିଲେ, ଆମର ଏପରି ବନ୍ଧ୍ୟା ବୋହୂ ଆବଶ୍ୟକ ନାହିଁ ଯିଏ ଆମ ପରିବାରର ଉତ୍ତରାଧିକାରୀ ଦେଇପାରିବ ନାହିଁ। ତୁମର ଝିଅ ଏହି ଘର ଏବଂ ମୋ ପରିବାର ପାଇଁ ଗୋଟିଏ କଳଙ୍କ। ତାକୁ ଏଠାରୁ ନେଇଯାଅ ଏବଂ ଏହି ଘରକୁ ପୁଣି ଥରେ ଚାହିଁବାକୁ ସାହସ କରିବ ନାହିଁ। ସମୟ ଯେମିତି କିଛି ସମୟ ପାଇଁ ଅଟକିଗଲା। ସେହି ଶବ୍ଦ, ଠିକ୍ ସେହି ଶବ୍ଦ, ତାଙ୍କ ନିଜ ଦ୍ୱାରା କୁହାଯାଇଥିବା ଶବ୍ଦ ସରିତା ଦେବୀଙ୍କ କାନରେ ପ୍ରତିଧ୍ୱନିତ ହେଉଥିଲା। ସେହି ଦୃଶ୍ୟ ତାଙ୍କ ଆଖି ଆଗରେ ନାଚି ଉଠିଲା ଯେତେବେଳେ ଶୀତଲର ବାପା ମା ତାଙ୍କ ଆଗରେ ହାତ ଯୋଡ଼ି ଠିଆ ହୋଇଥିଲେ ଏବଂ ସେ ସେମାନଙ୍କୁ ଏପରି ଅହଙ୍କାରପୂର୍ଣ୍ଣ ଅପମାନିତ କରୁଥିଲେ। ତାଙ୍କୁ ଲାଗିଲା ଯେପରି କେହି ତାଙ୍କୁ ନେଇ ଦର୍ପଣ ସାମ୍ନାରେ ଠିଆ କରାଇ ଦେଇଛି ଏବଂ ସେ ସେହି ଦର୍ପଣରେ ନିଜର କୁତ୍ସିତ ପ୍ରତିଛବି ଦେଖୁଛନ୍ତି। ତାଙ୍କର କ୍ରୋଧ, ଅହଙ୍କାର ସବୁକିଛି ଗୋଟିଏ ମୁହୂର୍ତ୍ତରେ ଭାଙ୍ଗିଗଲା। ତାଙ୍କ ଗୋଡ଼ ଥରିବାକୁ ଲାଗିଲା। ତାଙ୍କ ଆଖି ଚାରିପଟେ ଅନ୍ଧକାର ଘେରିଗଲା। ଆଜି ପ୍ରଥମ ଥର ପାଇଁ ସେ ଅନୁଭବ କଲେ ଯେ ସେ ଯେତେବେଳେ ଶୀତଲକୁ ଘରୁ ବାହାର କରିଦେଲେ ତା ବାପା ମା କେଉଁ ପରିସ୍ଥିତି ଦେଇ ଗତି କରୁଥିବେ ତାହା ସେ ବୁଝିପାରିଲେ। ଏବେ ସେ ବୁଝିଲେ ଯେ ବନ୍ଧ୍ୟା ଶବ୍ଦଟି କେତେ ବିଷାକ୍ତ ଶୁଭୁଥିଲା। ଘରକୁ ଫେରିବା ସମୟରେ ଗାଡ଼ିରେ ଏକ ଘୋର ଅସହ୍ୟ ନୀରବତା ଥିଲା। ରୋହନ ଗାଡ଼ି ଚଳାଉଥିଲେ। ପ୍ରିୟା ତାଙ୍କ ପାଖରେ ବସି ଚୁପଚାପ ବାହାରକୁ ଚାହିଁ ରହିଥିଲା ଏବଂ ସରିତା ଦେବୀ ପଛ ସିଟ୍ରେ ପଥର ମୂର୍ତ୍ତି ପରି ବସିଥିଲେ। ଗାଡ଼ି ଘରେ ପହଞ୍ଚିବା ମାତ୍ରେ ସରିତା ଦେବୀ କାହାକୁ ଅପେକ୍ଷା ନ କରି ଶୀଘ୍ର ଗାଡ଼ିରୁ ଓହ୍ଲାଇ ପଡ଼ିଲେ ଏବଂ ତୀବ୍ର ଗତିରେ ପାଦ ପକାଇ ଘର ଭିତରକୁ ପଶିଗଲେ। ସେ ସିଧା ଭିତରକୁ ଯାଇ ସେଠାରେ ରଖାଯାଇଥିବା ବଡ଼ ସୋଫା ଉପରେ ପଡ଼ିଗଲେ, ଯେପରିକି ତାଙ୍କ ପୂରା ଶରୀରରେ କୌଣସି ଜୀବନ ବାକି ନାହିଁ। ଏହା କେବଳ ଏକ ଶାରୀରିକ ଦୁର୍ବଳତା ନଥିଲା, ଏହା ତାଙ୍କ ଗର୍ବ, ତାଙ୍କ ଆତ୍ମବିଶ୍ୱାସ ଏବଂ ତାଙ୍କ ସମଗ୍ର ଅସ୍ତିତ୍ୱର ପତନ ଥିଲା। ସେ ତଳେ ବସିପଡ଼ି ଏକ ଛୋଟ ପିଲା ପରି କାନ୍ଦିବାକୁ ଲାଗିଲେ, କିନ୍ତୁ ତାଙ୍କ ମୁହଁରୁ ଗୋଟିଏ ଶବ୍ଦ ମଧ୍ୟ ବାହାରି ନଥିଲା। ହୁଏତ ତାଙ୍କ ଅପରାଧ ଏତେ ଭାରୀ ଥିଲା ଯେ ଶବ୍ଦଗୁଡ଼ିକ ସେହି ଭାର ବହନ କରିବାକୁ ମନା କରୁଥିଲା। ଠିକ୍ ସେତିକିବେଳେ ତାଙ୍କ ସାନ ବୋହୂ ମୀରା, ଯିଏ ଏହି ସମ୍ପୂର୍ଣ୍ଣ ନାଟକର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା, ତାଙ୍କ ପାଖକୁ ଆସିଲା। ହାତରେ ପାଣି ଗ୍ଲାସ୍ ନେଇ ମୀରା ତାଙ୍କ ପାଖରେ ତଳେ ବସିପଡ଼ିଲା। ତା ସ୍ୱରରେ କୌଣସି କ୍ରୋଧ ନଥିଲା, ବରଂ ଏକ ଶାନ୍ତ ଗଭୀରତା ଥିଲା ଯାହାକି ଯେକୌଣସି ଚିତ୍କାର ଅପେକ୍ଷା ଅଧିକ ପ୍ରଭାବଶାଳୀ ଥିଲା। ମା, ଆପଣଙ୍କୁ କିପରି ଲାଗିଲା? ସେ ଧୀରେ ପଚାରିଲା। ସରିତା ଦେବୀ ଆଶ୍ଚର୍ଯ୍ୟ ହୋଇ ତା ଆଡ଼କୁ ଚାହିଁଲେ। ଶୀତଲ ଅପାଙ୍କ ପାଇଁ ଆପଣ ଏତେ ସହଜରେ ଯେଉଁ ଶବ୍ଦ ସବୁ କହୁଥିଲେ, ନିଜ ଝିଅ ପାଇଁ ସେହି ଶବ୍ଦ ଶୁଣି ଆପଣଙ୍କୁ କିପରି ଅନୁଭବ ହେଲା? ମୀରା ତାର କଥା ଜାରି ରଖିଥିଲା। ଆପଣ କଷ୍ଟ ଅନୁଭବ କଲେ କି? ଆପଣ ଅପମାନ ଅନୁଭବ କଲେ କି? କେହି ଆପଣଙ୍କ ହୃଦୟକୁ ଯେପରି ଛୁରୀରେ ଆଘାତ ଦେଇଥିବା ପରି ଲାଗୁଥିବ। ସରିତା ଦେବୀ ଆହୁରି ଜୋରରେ କାନ୍ଦିବାକୁ ଲାଗିଲେ। ମା, ଆପଣ କହୁଥିଲେ ଜଣେ ସ୍ତ୍ରୀର ପ୍ରକୃତ ପରିଚୟ ତା ଗର୍ଭରେ ରହିଛି। ତେବେ ଆଜି ଏହା କ'ଣ ପ୍ରିୟାଙ୍କ ପରିଚୟ? ଆପଣ କହୁଥିଲେ ଯେ ଯେଉଁ ସ୍ତ୍ରୀ ଉତ୍ତରାଧିକାରୀ ଦେଇପାରିବ ନାହିଁ ତାହାର ଘରେ ରହିବାର କୌଣସି ଅଧିକାର ନାହିଁ। ତେଣୁ କ'ଣ ଆଜି ଆପଣଙ୍କର ଝିଅର ମଧ୍ୟ ନିଜ ଘରେ ରହିବାର ଅଧିକାର ନାହିଁ? ମୀରାଙ୍କ ପ୍ରତ୍ୟେକ ପ୍ରଶ୍ନ ସହିତ ସରିତା ଦେବୀ ଭିତରକୁ ଆହୁରି ଗଭୀରକୁ ବୁଡ଼ି ଯାଉଥିଲେ। ଯେତେବେଳେ ଶୀତଲ ଅପାଙ୍କ ବାପା ମା ଆପଣଙ୍କ ଆଗରେ ହାତ ଯୋଡ଼ିଲେ, ସେତେବେଳେ ଆପଣ କ'ଣ ଭାବିଥିଲେ କି ସେମାନଙ୍କ ଛାତିରେ ମଧ୍ୟ ଗୋଟିଏ ହୃଦୟ ଅଛି, ସେମାନଙ୍କର ମଧ୍ୟ ଗୋଟିଏ ଝିଅ ଅଛି ଯାହା ପାଇଁ ସେମାନେ ମଧ୍ୟ ସ୍ୱପ୍ନ ଦେଖିଥିବେ? ଆପଣ ତ ବହୁତ ସହଜରେ କହିଦେଲେ ଯେ ତୁମର ବନ୍ଧ୍ୟା ଝିଅକୁ ନେଇଯାଅ। ଜାଣନ୍ତି କାହିଁକି? କାରଣ ସେ ଅନ୍ୟ କାହାର ଝିଅ ଥିଲା। ଆଜି ଯେତେବେଳେ ସେହି ନିଆଁ ଆପଣଙ୍କ ଅଗଣାରେ ପହଞ୍ଚିଛି, ଆପଣ ତାର ଉତ୍ତାପ ଅନୁଭବ କରୁଛନ୍ତି। ଏହା ଶୁଣି ସରିତା ଦେବୀ ତାଙ୍କ ଦୁଇ ହାତରେ ତାଙ୍କ ମୁହଁ ଲୁଚାଇ ଦେଲେ। ତାଙ୍କୁ ଲାଗିଲା ଯେପରି ସେ ଏହି ମାଟିରେ ମିଶିଯିବେ। ମୁଁ ଘୋର ପାପ କରିଛି ମୀରା, ଭଙ୍ଗା ସ୍ୱରରେ କହିଲେ। ମୁଁ ମୋ ବୋହୂ ପ୍ରତି ବଡ଼ ଅନ୍ୟାୟ କରିଛି। ହେ ଭଗବାନ, ମୋତେ କ୍ଷମା କର। ମୀରା ଧୀରେ ତାଙ୍କ କାନ୍ଧରେ ହାତ ରଖିଲା। ଆପଣ ସେତେବେଳେ ଭଗବାନଙ୍କ ଠାରୁ କ୍ଷମା ପାଇବେ ଯେତେବେଳେ ଯାହାର ହୃଦୟକୁ ଆପଣ ଆଘାତ ଦେଇଛନ୍ତି ସେହି ବ୍ୟକ୍ତିଙ୍କୁ କ୍ଷମା ମାଗିବେ। ଏହି ରାତି ବହୁତ ଲମ୍ବା ମା, ଏହି ବିଷୟରେ ଚିନ୍ତା କରନ୍ତୁ। ଏହା କହି ମୀରା ସେଠାରୁ ଉଠି ଚାଲିଗଲା। ସେହି ରାତି ସରିତା ଦେବୀଙ୍କ ଜୀବନର ସବୁଠାରୁ ଲମ୍ବା ଏବଂ ଭାରୀ ରାତି ଥିଲା। ସେ ତାଙ୍କ ରୁମ୍ରେ ବନ୍ଦ ହୋଇ ରହିଲେ, କିନ୍ତୁ ସେ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ଆଖି ବନ୍ଦ କରି ଶୋଇନଥିଲେ। ଘଣ୍ଟାର ଟିକ୍ ଟିକ୍ ଶବ୍ଦ ତାଙ୍କୁ ତାଙ୍କ ପାପର ହିସାବ କରାଉଥିଲା। ବାରମ୍ବାର ତାଙ୍କ ଆଖି ଆଗରେ ଶୀତଲର ଲୁହଭରା ମୁହଁ, ତା ବାପା ମାଙ୍କ ନଇଁ ପଡ଼ିଥିବା ମୁଣ୍ଡ
ଏବଂ ତାପରେ ପ୍ରିୟାର ଭୟଭୀତ ମୁହଁ ଝଲସି ଯାଉଥିଲା। ଅନୁତାପର ଏହି ନିଆଁ ସାରା ରାତି ତାଙ୍କୁ ପୋଡ଼ି ଚାଲିଥିଲା। ତାଙ୍କ ଅହଙ୍କାର, ତାଙ୍କ ମିଛ ଗର୍ବ, ତାଙ୍କ ମନର ସଂକୀର୍ଣ୍ଣତା ଆଦି ସବୁ କିଛି ଭସ୍ମ ହେଉଥିଲା। ଯେତେବେଳେ ସକାଳର ପ୍ରଥମ କିରଣ ଝରକା ଦେଇ ଉଙ୍କି ମାରିଲା ତ ସେଠାରେ ଜଣେ ନୂଆ ସରିତା ଦେବୀ ଥିଲେ। ତାଙ୍କ କେଶ ଅସଜଡ଼ା ଥିଲା, ତାଙ୍କ ଆଖି ଫୁଲି ଯାଇଥିଲା, କିନ୍ତୁ ତାଙ୍କ ମୁହଁରେ ଏକ ଅଦ୍ଭୁତ ଶାନ୍ତି ଏବଂ ଦୃଢ଼ ସଂକଳ୍ପ ଥିଲା। ସେ କୋଠରୀ ବାହାରକୁ ଆସିଲେ। ରୋହନ, ମୀରା ଏବଂ ପ୍ରିୟା ଆରାମରେ ଡ୍ରଇଂ ରୁମ୍ରେ ବସି ଚା ଏବଂ ଜଳଖିଆ କରୁଥିଲେ। ସରିତା ଦେବୀ ସିଧା ରୋହନ ପାଖକୁ ଗଲେ ଏବଂ କହିଲେ, ରୋହନ, ଏବେ ଗାଡ଼ି ବାହାର କର। ତାଙ୍କ କଣ୍ଠସ୍ୱରରେ ଗୋଟିଏ ପ୍ରକାରର ଭାରୀପଣ ଥିଲା। ତୁମେ କୁଆଡ଼େ ଯିବ କି ମା? ରୋହନ ପଚାରିଲା। ଶୀତଲର ମା ଘରକୁ। ସେ ତାଙ୍କ ପୁଅକୁ ଲୁହ ଭରା ଆଖିରେ ଚାହିଁ କହିଲେ। ରୋହନ ଏବଂ ମୀରା ଚୁପଚାପ ଏସବୁ ଦେଖୁଥିଲେ। ଯେତେବେଳେ ସରିତା ଦେବୀ ଗାଡ଼ିରେ ବସି ଶୀତଲର ମାଙ୍କ ଘରର ଦ୍ୱାରରେ ପହଞ୍ଚିଲେ ସେତେବେଳକୁ ରାତି ହୋଇଗଲାଣି। ସେ ଗାଡ଼ିରୁ ଓହ୍ଲାଇ ସିଧା ଭିତରକୁ ଗଲେ। ଶୀତଲ ତା ମାଙ୍କ ପାଖରେ ବସିଥିଲା। ତାର ମୁହଁ ପୁରା ଶୁଖି ଯାଇଥିଲା। ସେ ନିଜ ସାମ୍ନାରେ ନିଜ ଶାଶୁଙ୍କୁ ଦେଖି ଟିକେ ଭୟଭୀତ ହୋଇଗଲା। କିନ୍ତୁ ତାପରେ କ'ଣ ଘଟିଲା କେହି କଳ୍ପନା ମଧ୍ୟ କରିନଥିଲେ। ସରିତା ଦେବୀ ସିଧା ଯାଇ ଶୀତଲର ପାଦ ତଳେ ପଡ଼ିଗଲେ। ମୋତେ କ୍ଷମା କର ଝିଅ, ମୁଁ ତୋର ଦୋଷୀ। ଶୀତଲ ଏବଂ ତା ପିତାମାତା ଆଶ୍ଚର୍ଯ୍ୟ ହୋଇଗଲେ। ତୁମେ କ'ଣ କହୁଛ ମା? ଉଠ। ଶୀତଲ ତାଙ୍କୁ ଉଠାଇବାକୁ ଚେଷ୍ଟା କଲା। ନା, ସରିତା ଦେବୀ କାନ୍ଦି କାନ୍ଦି କହିଲେ, ତୁ ମୋତେ କ୍ଷମା ନ କରିବା ପର୍ଯ୍ୟନ୍ତ ମୁଁ ଉଠିବି ନାହିଁ। ମୁଁ ଅନ୍ଧ ହୋଇଯାଇଥିଲି। ଉତ୍ତରାଧିକାରୀ ପାଇବାର ଇଚ୍ଛାରେ ମୁଁ ମଣିଷରୁ ରାକ୍ଷସ ପାଲଟି ଯାଇଥିଲି। ମୁଁ ତୁମକୁ ଯେମିତି ଯନ୍ତ୍ରଣା ଦେଲି, ଆଜି ଯେତେବେଳେ ସେହି ଯନ୍ତ୍ରଣା ମୋ ନିଜ ଝିଅ ଉପରେ ପଡ଼ିଲା, ମୋର ଆଖି ଖୋଲିଗଲା। ମୁଁ ପାପ କରିଛି ଏବଂ ପାପୀର କ୍ଷମା ମାଗିବାର ଅଧିକାର ମଧ୍ୟ ନାହିଁ। କିନ୍ତୁ ମୁଁ ଏବେ ନିବେଦନ କରୁଛି ଝିଅ, ତୁ ଘରକୁ ଫେରିଆସେ। ତୋ ବିନା ସେହି ଘର ଅପୂର୍ଣ୍ଣ, ପୁରା ଶୂନ୍ୟ। ହାତ ଯୋଡ଼ି ସେ ଶୀତଲର ବାପା ମାଙ୍କୁ କହିଲେ, ମୁଁ ଆପଣଙ୍କର ମଧ୍ୟ ଅପରାଧୀ। ମୁଁ ଆପଣଙ୍କ ଝିଅକୁ ହଇରାଣ କରିଥିଲି। ମୁଁ ତାକୁ ଅପମାନିତ କରିଥିଲି। ଯଦି ସମ୍ଭବ ହୁଏ ଦୟାକରି ମୋତେ କ୍ଷମା କରନ୍ତୁ। ସେହି ପରିବେଶରେ ଏକ ଗଭୀର ନୀରବତା ଥିଲା, ଯେଉଁଥିରେ କେବଳ କାନ୍ଦିବାର ଶବ୍ଦ ପ୍ରତିଧ୍ୱନିତ ହେଉଥିଲା। ତାପରେ ଶୀତଲର ମା କହିଲେ, ଯାହା ହୋଇଛି ତାହା ଭୁଲିଯାଅ ସମ୍ବନ୍ଧଣୀ। ତୁମେ ତୁମର ଭୁଲ ବୁଝିପାରିଛ। ଆମ ପାଇଁ ଏହା ଯଥେଷ୍ଟ। ସରିତା ଦେବୀ ଶୀତଲର ହାତ ଧରି କହିଲେ, ଝିଅ, ମୁଁ ଜାଣେ ମୁଁ ଯେଉଁ କ୍ଷତ ଦେଇଛି ତାହା ସହଜରେ ଶୁଖିବ ନାହିଁ। କିନ୍ତୁ ମୁଁ ପ୍ରତିଶ୍ରୁତି ଦେଉଛି ଯେ ଆଜିଠାରୁ ତତେ ସେହି ଘରର ବୋହୂର ମାନ୍ୟତା ଦିଆଯିବ ନାହିଁ, ବରଂ ବଡ଼ ଝିଅର ମାନ୍ୟତା ଦିଆଯିବ। ତୁ ଗର୍ଭବତୀ ହୁଅ କି ନ ହୁଅ, ତୁ ସର୍ବଦା ସେହି ଘରର ଲକ୍ଷ୍ମୀ ହେବୁ। ଶୀତଲର ଆଖିରେ ଲୁହ ଥିଲା, କିନ୍ତୁ ଆଜି ଏହି ଲୁହ ଆନନ୍ଦର ଥିଲା। ସେହି ରାତିରେ ଯେତେବେଳେ ଶୀତଲ ତା ଶ୍ୱଶୁର ଘରକୁ ଫେରିଲା, ସରିତା ଦେବୀ ଦ୍ୱାରରେ ଆରତି ଥାଳି ଧରି ତାକୁ ସ୍ୱାଗତ କରିଥିଲେ। ଆଜି ମୋ ବୋହୂ ନୁହେଁ, ବରଂ ମୋ ବଡ଼ ଝିଅ ଘରକୁ ଆସିଛି। ସେ କାନ୍ଦି କାନ୍ଦି କହିଲେ। ସେହି ଘର ଥିଲା, ସେହି ଲୋକମାନେ ଥିଲେ, କିନ୍ତୁ ଆଜି ସବୁ କିଛି ବଦଳି ଯାଇଥିଲା। ପରଦିନ ସକାଳେ ପ୍ରିୟା ତା ମାଙ୍କୁ କହିଲେ, ଠିକ୍ ଅଛି ମା, ଏବେ ମୁଁ ମୋ ଘରକୁ ଯାଉଛି। ମୋର କାମ ସରିଗଲା। ସରିତା ଦେବୀ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଝିଅକୁ ଦେଖିଲେ ଓ କହିଲେ, ଘର? କିନ୍ତୁ ଝିଅ, ତୋର ଶାଶୁ ତତେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଠିକ୍ ସେତିକିବେଳେ ପ୍ରିୟାଙ୍କ ସ୍ୱାମୀ ବିକ୍ରମ ଘର ଭିତରକୁ ଆସିଲେ। ମା, ଏସବୁ ନାଟକ ଥିଲା। ନାଟକ? ସରିତା ଦେବୀଙ୍କର ଆଖିରେ ଅବିଶ୍ୱାସ ଓ ବିସ୍ମୟ ଖେଳିଗଲା। କି ପ୍ରକାରର ନାଟକ? ଏବେ କମଳା ଦେବୀ ସରିତା ଦେବୀଙ୍କ ସାମ୍ନାରେ ହାତ ଯୋଡ଼ି କହିଲେ, ଭଉଣୀ, ଦୟାକରି ଏହି ପ୍ରତାରଣା ପାଇଁ ମୋତେ କ୍ଷମା କରନ୍ତୁ। ସେ ନୀରସ ସ୍ୱରରେ କହିଲେ, ଯେତେବେଳେ କେହି ତା ପଥରୁ ବିଚ୍ୟୁତ ହୁଏ ତାକୁ ସଠିକ୍ ରାସ୍ତାରେ ଫେରାଇ ଆଣିବା ପାଇଁ ଟିକେ କଠୋର ହେବାକୁ ପଡ଼ିଥାଏ। ସରିତା ଦେବୀ ବିଚଳିତ ହୋଇ କେତେବେଳେ ନିଜ ଝିଅକୁ, କେତେବେଳେ ବିକ୍ରମଙ୍କୁ ଏବଂ କେତେବେଳେ ତା ଶାଶୁ କମଳାଙ୍କୁ ଚାହିଁଲେ। ହଁ ମା, ପ୍ରିୟା କହିଲା ଯେ ବିକ୍ରମ କିମ୍ବା ମା ମୋତେ ଘରୁ ବାହାର କରିନାହାନ୍ତି। ଆମେ ଏହିସବୁ ନାଟକ କରିଥିଲୁ, ଯାହାଦ୍ୱାରା ତୁମେ ତୁମର ଆଖି ଖୋଲିପାରିବ, ଯାହାଦ୍ୱାରା ବର୍ଷ ବର୍ଷ ଧରି ଭାଉଜ ଯେଉଁ ଯନ୍ତ୍ରଣା ଭୋଗୁଥିଲେ ତାହା ତୁମେ ଅନୁଭବ କରିପାରିବ। ସରିତା ଦେବୀ ନିର୍ବାକ୍ ରହିଲେ। କିଛି ସମୟ ପାଇଁ ସେ ରାଗିଗଲେ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଅନୁଭବ କଲେ ଯେ ତାଙ୍କ ଝିଅ ଯାହା କରିଛି ତାହା ଠିକ୍ ଥିଲା। ଯଦି ସେ ଏହି ନାଟକ କରିନଥାନ୍ତା, ତେବେ ହୁଏତ ସେ କେବେ ତାଙ୍କ ବୋହୂକୁ ନ୍ୟାୟ ଦେଇପାରିନଥାନ୍ତେ। ପ୍ରିୟା, ତୁ ତୋ ମାଙ୍କୁ ସଠିକ୍ ରାସ୍ତାରେ ଆଣି ଠିକ୍ କାମ କରିଛୁ, ବିକ୍ରମ କହିଲେ। ସେହି ଦିନଠାରୁ ସରିତା ଦେବୀ ତାଙ୍କ ବୋହୂ ଶୀତଲ ଏବଂ ମୀରାର ବହୁତ ଯତ୍ନ ନେଉଥିଲେ। ଶୀତଲ ଏବଂ ମୀରା ଦୁହେଁ ଏକାଠି ଡାକ୍ତରଙ୍କ ପାଖକୁ ଯାଉଥିଲେ। ମୀରା ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଏବଂ ଶୀତଲ ନିଜର ଚିକିତ୍ସା ପାଇଁ। ଏବେ ଶୀତଲ ଏବଂ ମୀରାଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇଗଲା।
କିଛି ମାସ ପରେ ମୀରା ଏକ ସୁନ୍ଦର ପୁଅ ଜନ୍ମ କଲା। ସରିତା ଦେବୀ ପିଲାଟିକୁ ଉଠାଇ ପ୍ରଥମେ ଶୀତଲର କୋଳରେ ରଖିଲେ ଓ କହିଲେ, ସମ୍ଭାଳେ ତୋ ଅମାନତକୁ, ତୁ ତାର ବଡ଼ ମା। ସେ ଧୀର ସ୍ୱରରେ କହିଲେ, ତେଣୁ ତା ଉପରେ ତୋର ପ୍ରଥମ ଅଧିକାର ଅଛି। ଶୀତଲର ଆଖିରୁ ଆନନ୍ଦର ଲୁହ ବୋହିଗଲା। ସେ ପିଲାଟିକୁ ତା ଛାତିରେ ଏପରି ଆଲିଙ୍ଗନ କଲା ଯେପରି ପିଲାଟି ତା ନିଜର। ସମୟ ଆଗକୁ ଗଡ଼ି ଚାଲିଲା। ସେହି ଘର ଏବେ ପିଲାର ଖେଳ ଏବଂ ସ୍ତ୍ରୀ ଲୋକଙ୍କ ହସରେ ପ୍ରତିଧ୍ୱନିତ ହେଉଥିଲା। ଗୋଟିଏ ଦିନ ସକାଳେ ପୂଜା କରୁଥିବା ସମୟରେ ଶୀତଲ ମୁଣ୍ଡ ଘୁରାଇବା ପରି ଅନୁଭବ କଲା। ସେ ତଳେ ପଡ଼ିଯିବା ପୂର୍ବରୁ ସରିତା ଦେବୀ ତାକୁ ଧରିନେଲେ। ସେ ଶୀତଲର ମୁହଁ ଦେଖିଲେ ଏବଂ ତାଙ୍କ ମୁହଁରେ ଏକ ଅବ୍ୟକ୍ତ ହସ ଖେଳିଗଲା। ସେ ତାକୁ ଡାକ୍ତରଙ୍କ ପାଖକୁ ନେଇଗଲେ। ଡାକ୍ତର ଯେତେବେଳେ ଖୁସି ଖବର ଦେଲେ, ଶୀତଲ ଗୋଟିଏ ମୁହୂର୍ତ୍ତ ପାଇଁ ବିଶ୍ୱାସ କରିପାରିଲା ନାହିଁ। 5 ବର୍ଷର ଅପେକ୍ଷା, ଅଗଣିତ ଲୁହ ଏବଂ ଅସହ୍ୟ ଯନ୍ତ୍ରଣା ପରେ ଆଜି ଭଗବାନ ତାର ପ୍ରାର୍ଥନା ଶୁଣିଛନ୍ତି। ଘରକୁ ଫେରିବା ପରେ ଯେତେବେଳେ ଏହି ଖବର ସମସ୍ତଙ୍କୁ କୁହାଗଲା, ସାରା ଘର ଦୀପାବଳି ପରି ଆଲୋକିତ ହୋଇଗଲା। ରୋହନ ଶୀତଲକୁ ନିଜ କୋଳରେ କୋଳେଇ ନେଲା। ପ୍ରିୟା ଏବଂ ବିକ୍ରମ ମଧ୍ୟ ଆସିଲେ। କିନ୍ତୁ ସବୁଠାରୁ ସୁନ୍ଦର ମୁହୂର୍ତ୍ତ ଥିଲା ଯେତେବେଳେ ସରିତା ଦେବୀ ଶୀତଲକୁ ତାଙ୍କ ପାଖରେ ବସାଇ କହିଲେ, ମୁଁ ଭଗବାନଙ୍କୁ କେବଳ ଗୋଟିଏ ନାତି ମାଗିଥିଲି, କିନ୍ତୁ ସେ ମୋତେ 2ଟି ଦେଇଛନ୍ତି। ମୁଁ ମୀରା ମୋତେ ଗୋଟିଏ ନାତି ଦେଇଛି ଏବଂ ମୋର ଶୀତଲ ଅନ୍ୟଟି ଦେବାକୁ ଯାଉଛି। କିନ୍ତୁ ଝିଅ, ସବୁବେଳେ ଗୋଟିଏ କଥା ମନେ ରଖିବୁ, ତୁ ମୋ ପାଇଁ ଆଗରୁ ଏତିକି ହିଁ ମୂଲ୍ୟବାନ ଥିଲୁ ଯେତେବେଳେ ତୁ ମା ହୋଇନଥିଲୁ। ଏହି ପିଲାଟି ତ ଭଗବାନଙ୍କ ଆଶୀର୍ବାଦ। 9 ମାସ ପରେ ଶୀତଲ ମଧ୍ୟ ଗୋଟିଏ ସୁସ୍ଥ ପୁଅକୁ ଜନ୍ମ ଦେଇଥିଲା। ଆଜି ସେହି ଘରର ଅଗଣାରେ 2ଟି ଦୋଳି ବନ୍ଧା ଯାଇଥିଲା। ଉଭୟ ପିଲାଙ୍କ ଦୋଳି ପାଖରେ ବସିଥିଲେ ମୀରା ଏବଂ ଶୀତଲ, ଯେଉଁମାନେ ପିଲାମାନଙ୍କୁ ଝୁଲାଉଥିଲେ, ହସୁଥିଲେ ଏବଂ ପରସ୍ପର ସହିତ କଥା ହେଉଥିଲେ। ପୁରା ଘରର ମାହୋଲ ହସ ଖୁସିରେ ପୂରି ଉଠିଥିଲା। ସରିତା ଦେବୀ ଏସବୁ ଦେଖି ଖୁସିରେ ଗଦଗଦ ହୋଇଯାଇଥିଲେ। ଦର୍ଶକ ବନ୍ଧୁ, ଆପଣଙ୍କୁ ଏହି କାହାଣୀ କିପରି ଲାଗିଲା, ଲାଇକ୍ ଓ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଆଉ ଏହା ମଧ୍ୟ କୁହନ୍ତୁ ଯେ ଆପଣ କାହାଣୀଗୁଡ଼ିକୁ ଭାରତର କେଉଁ ସହରରୁ ଶୁଣୁଛନ୍ତି। ଯଦି କାହାଣୀ ପସନ୍ଦ ହୋଇଥାଏ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ଓ ଭିଡ଼ିଓଟିକୁ ସେୟାର କରିବା ବିଲକୁଲ ଭୁଲନ୍ତୁ ନାହିଁ। ଧନ୍ୟବାଦ।